ଭାରତ କଲେକ୍ସନ ନୁହଁ, ଓଡ଼ିଶା ନୁହଁ କି ଭାରତ ନୁହଁ, ଏଇଟା ସେ ଆମେରିକା କଲେକ୍ସନ। এই ଜିନିଷଟି ଟୋଟାଲ ଆମେ ଯେତେ ଚେଷ୍ଟା କଲୁ ଆମେ ରିସର୍ଚ୍ଚ କରୁଛୁ କାହିଁ ସେଠି ମିଳୁଛି ଏଠି କାହିଁ ନ ହେବ, ଚେଷ୍ଟା କଲା ପରେ ବି ସମ୍ଭବପର ହେଇପାରୁନି। ଏଇଭଳି ଯାହା ଜାଗାରେ ଯିଏ दर्शक बंधु पुरी आसिले आपण घर पर शंख किणवा नहीं निश्चिंत मन करुवे, हेले आपण जानते कि केउ शंख केउ कार्य लगे एवं ता असली कि नकली। तेबे आमे आज आसी पहुँचीचु पुरी जगन्नाथ बल्लभ ठारे थिबा क्राफ्ट कॉम्प्लेक्स ठारे, जेउंठी आपण भिन्न भिन्न व्यवहार पाई भिन्न धरणर शंख किणिपारे, से पुणी विदेशी शंख। आज्ञा हाँ, वर्तमान पर्यंत पृथ्वीर विभिन्न प्रांतरू प्राय 350 रु अधिक प्रकार शंख संग्रह करिपारिछंती एठाकार व्यवसायी विष्णु पात्र। ଏବେ ଚାଲନ୍ତୁ ଜାଣିବା କ'ଣ ରହିଛି ଏସବୁ ଶଙ୍ଖ। ଶଙ୍ଖ ଆମ ପାଖରେ ଅଛି 350 ପ୍ରକାର ଶଙ୍ଖ ରହୁଛି। ତା ଭିତରେ ଶଙ୍ଖ ଅଛି ଆପଣଙ୍କର ଗୋମତୀ ଶଙ୍ଖ ଅଛି, ମୋତି ଶଙ୍ଖ ଅଛି, ଗୌରୀ ଶଙ୍ଖ ଅଛି, ଆଉ ଆପଣଙ୍କର ସୂର୍ଯ୍ୟମୁଖୀ ଶଙ୍ଖ, ପଦ୍ମ ଶଙ୍ଖ, ପଞ୍ଚମୁଖୀ ଶଙ୍ଖ, ଏମିତିକି ବିଭିନ୍ନ ପ୍ରକାର ତା ଶଙ୍ଖ ଅଛି। ଆଉ ଏଠି ଯେଉଁ ଶଙ୍ଖର ଏ ବାହାରେ ଆପଣଙ୍କର ପାଇଯିବେ ଡୁପ୍ଲିକେଟ୍ ପ୍ରାୟ ତିଆରି ହେଉଛି, କିନ୍ତୁ ଆମର ସବୁ ନ୍ୟାଚୁରାଲ୍। ନ୍ୟାଚୁରାଲ୍ ତାର କେମିତି ଜାଣେ ତା ମୁଁ ଆପଣଙ୍କୁ ଦେଖାଇ ଦେଇପାରିବି। ଅରିଜିନାଲ୍ କେଉଁଟା, ନ୍ୟାଚୁରାଲ୍ କେଉଁଟା। ଏଠୁ ବାସ୍ତୁ ପାଇଁ ଘରେ ବହୁତ କିଛି ଜିନିଷ ରଖାଯାଏ। ଇଏ ହେଉଛି ଆପଣଙ୍କର ଗୋମତୀ ଚକ୍ର, ଏଇଟା ଉପରକୁ ଦେଖିବେ। ଏଇଟା ଗୋମତୀ ଚକ୍ର। ଏଠୁ ଆପଣ ନେମ୍ବୁ ପାଣିରେ ଗୋଟେ ଗିନାରେ ନେମ୍ବୁ ପାଣି ଚୁପୁଡ଼ିକି ନେବେ। ତାକୁ ଏଇଟା ଛାଡ଼ିଦେଲେ ସିଏ ଆପଣ ଚାଲିବା ଆରମ୍ଭ କରିବ। ଏକ ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ। ଏକ ଆପଣଙ୍କ କ୍ୟାସ୍ ବାକ୍ସ ରଖନ୍ତି, ଗହଣା ଦିହରେ ବାକ୍ସ ଦିଏ ରଖନ୍ତି, ଅଫିସିଆଲ ମେଟରରେ ବାକ୍ସ ଦିଏ ରଖାଯାଏ। ଇଏ ହେଉଛି ଆପଣ ଗୌରୀ ଶଙ୍ଖ। ଏଇଟା ସାଧୁ ସନ୍ତମାନଙ୍କ ପାଇଁକା ଇଏ ନାଁ ଗୌରୀ ଶଙ୍ଖ। ଏଇ ଶଙ୍ଖ ଆପଣଙ୍କର ସାଧୁ ସନ୍ତ ଏକୁ ବେଶୀ ବିଶେଷ କରି ପସନ୍ଦ କରନ୍ତି। ଇଏଟା ଗୋଟେ ହେଉଛି ଆମର ମୋତି ଶଙ୍ଖ। ଦେଖୁଛ, ଏଇଟା ହେଲା ମୋତି ଶଙ୍ଖ। ଏ ଶଙ୍ଖଟା ଆଭେଲେବୁଲ୍ ମିଳେନି, ବହୁତ କ୍ୱଚିତ ମିଳେ। এই ଶଙ୍ଖରାକ ଇଏ ଆପଣ ଆମେରିକାରୁ ଆସେ। ଏଇଟା ଆମେରିକା ସମୁଦ୍ର ଅଛି, ସମୁଦ୍ର ତ ଏନି ଜାଗାରେ ଅଛି, ସବୁ ଜାଗାରେ ସେଠୁ ଏଇଟା କଲେକ୍ସନ୍ କରାଯାଏ। ଆମର ଓଡ଼ିଶାର ଜଳବାୟୁ କି ଭାରତ ଜଳବାୟୁ ଭିତରେ ଏଇଟା ବଞ୍ଚିପାରିବେନି, ମରିଯିବେ। ଅରିଜିନାଲ ଆପଣଙ୍କର ପଦ୍ମ ଶଙ୍ଖ। ପଦ୍ମ ଶଙ୍ଖ ଏଇଟା ଫୁଙ୍କାଯାଏ। ଏଇ ସବୁ ଫୁଙ୍କିବା ପାଇଁକା, କିନ୍ତୁ ଏଇଟା ମାନେ ସାଧାରଣ ଲୋକ ନେଇକିରି ଫୁଙ୍କି ପାରିବେ। ତାର ଅରିଜିନାଲ ଗେଟଅପ୍ଟା ହେଲା ଇଏ ପଦ୍ମ ଶଙ୍ଖରେ ଚମଡ଼ା ସହିତ ଆପଣ ଦେଖୁଛନ୍ତି। ଏକୁ ଏସିଡ୍ ପକେଇକିରି ଆପଣ ସଫା କଲା ପରେ ତା ମୁହଁ ଖୋଲିଲେ ସେଟା ବାଜିବା ଆରମ୍ଭ ହେବ। ଆଉ ଅରିଜିନାଲ କେମିତି ଯଦି ତାର ଗୋଟେ ପ୍ରୋସିଜର ଦେଖେଇ ଦେଉଛି ଆପଣଙ୍କୁ। ଆପଣ ଏଠି ଲାଇଟ୍ ଲଗାଉଛି, ଦେଖନ୍ତୁ ଲାଇଟ୍ ଦେହରେ ଆପଣ ଯେତେବେଳେ ପାସ୍ କରିବ, ଏଇଟା ଲାଇଟ୍ ପାସ୍ କରୁଛି, ଦେଖୁଛନ୍ତି। ଏଇଥିରେ ଜାଣିବ ଅରିଜିନାଲ। ଆଉ ଥରେ ଟିକେ ଦେଖେଇଦେବେ ଲାଇଟ୍ ପାସ୍ଟା। ଏଇଟା ଦେଖୁଛନ୍ତି ଲାଇଟ୍ ପାସ୍ କରୁଛି ଏଥିରେ। ଏଇଥିରେ ଜାଣିପାରିବେ ଏଇଟା ଅରିଜିନାଲ ମିଳିଆ। ଆଉ ଡୁପ୍ଲିକେଟ୍ ଗୋଟେ ଜାଣିବ, ମୋ ପାଖରେ ଅଛି ଗୋଟେ ଡୁପ୍ଲିକେଟ୍ ଗୋଟେ ପିସ୍ ଦେଖେଇ ଦେଉଛି ଆପଣଙ୍କୁ। ସେଥିରେ ଆପଣ ଲାଇଟ୍ ପାସ୍ କରିବନି। ଏଇଟା 100 ପିସ୍ ମାର୍କେଟରେ ଆଭେଲେବଲ୍। ଏଇଟା ଦେଖୁଛନ୍ତି ଲାଇଟ୍ ପାସ୍ କରୁନି। ଏଇଟା ମ୍ୟାନୁଫ୍ୟାକ୍ଚରିଂ ଆପଣ ତିଆରି ହାତରେ ଏକୁ ତିଆରି କରାଯାଏ। କିଛି ଦିନ ପରେ ଧୀରେ 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 ଛାଡ଼ିବା ଆରମ୍ଭ କରିବ। ଏ ଜିନିଷଟି ନଷ୍ଟ ହେଇଯିବ ମାସେ ପରେ। କିନ୍ତୁ ମୋ ଯେଉଁ ଶଙ୍ଖର ଅରିଜିନାଲ ଯୋଉଟା ଲାଇଟ୍, ଆଜି ନେଇଥିବେ 10 ବର୍ଷ ପରେ ରିଟର୍ଣ୍ଣ କଲେ ମଧ୍ୟ ରିଟର୍ଣ୍ଣଟା ଦିଆଯିବ। ଆଉ ତାର କଷ୍ଟ ଯେତିକି ଦେଇଥିବ ସେତିକି କଷ୍ଟ ବି ରିଟର୍ଣ୍ଣ ପାଇଯିବେ। ଆଉ ଦକ୍ଷିଣାବର୍ତ୍ତ ଶଙ୍ଖ ଗୋଟେ ତାର ଅଛି। ଏଇଟା ଆପଣ ଦକ୍ଷିଣାବର୍ତ୍ତ ଶଙ୍ଖ। ଦକ୍ଷିଣାବର୍ତ୍ତ ଶଙ୍ଖ ଅର୍ଥ କ'ଣ ଆପଣ ଦେଖେଇ ଦେଉଛି। ଏ ହେଲା ଯୋଡ଼େ ଶଙ୍ଖ। ୟା ଦକ୍ଷିଣାବର୍ତ୍ତ ଅଛି ପେଟଟା ରହିଲା ଏପଟକୁ, ବାମବର୍ତ୍ତୀ ଶଙ୍ଖର ପେଟ ରହିଲା ଏପଟକୁ। ଏଇ ହେଲା ତାର ପ୍ରୋସିଜର। ଏଇଥିରୁ ଜାଣିପାରିବେ ଦକ୍ଷିଣାବର୍ତ୍ତୀ ଶଙ୍ଖ। ଲୋକ କିଛି ଡୁପ୍ଲିକେଟ୍ ଶଙ୍ଖ ମଧ୍ୟ ବଜାରରେ ଆଭେଲେବୁଲ୍ କରିଦିଏ, ଏଇଟା ଦକ୍ଷିଣାବର୍ତ୍ତ ଶଙ୍ଖ ଲଗାଇ ବିକି ଦେଉଛନ୍ତି, କିନ୍ତୁ ଏଠି ତା ପାଇବେ ନାହିଁ। 5ଟି ଆଙ୍ଗୁଳି, ପଞ୍ଚମୁଖୀ ଅର୍ଥ ମାନେ 5ଟି ଆଙ୍ଗୁଳି, 1 2 3 4 5। ଇଏ ହେଲା ପଞ୍ଚମୁଖୀ ଶଙ୍ଖ। ଇଏ ବି ମଧ୍ୟ ଆବାଜ କରିବ। ଏଇଟା ଆମକୁ ଭାରତ ଭିତରେ ଆଭେଲେବୁଲ୍ ମିଳିଯାଏ କମନ୍। ଏଇଟା ଗୋଟେ ଶଙ୍ଖ ହେଉଛି ଆମର ଟର୍ବୋ। ଏଇଟା କେବଳ ଆକ୍ୱାରିୟମ୍ ଭିତରେ ଶୋ ପିସ୍ କରି ରଖାଯାଏ। ଇଏ କଲର୍ ଯାହା ଦେଖୁଛନ୍ତି ଆପଣ ସବୁ ନ୍ୟାଚୁରାଲ୍ କଲର୍ ଏଗୁଡ଼ାକ। ୟା ଦେହରେ କୌଣସି ପରେ କଲର୍ 7 କଲର୍ ୟା ଦେହରେ କରୁଛି ବାହାରିବ, କିନ୍ତୁ ଆପଣଙ୍କର କଲର୍ ନ୍ୟାଚୁରାଲ୍। 7ଟି କଲର୍ ତା ଦେହରୁ ବାହାରୁଛି। ଆଉ ୟା ଦେହରେ ଆପଣ ଦେଖନ୍ତୁ ଏଇଟା ହେଲା ଧଳା ଚିତ୍ରାମୂଳି ବୋଲି ନାଁ ୟାର। ଏକୁ ସରସ୍ୱତୀ ଶଙ୍ଖ ବୋଲି କୁହାଯାଏ ମଧ୍ୟ। ଯେହେତୁ ଧଳା, ସରସ୍ୱତୀଙ୍କର ପ୍ରିୟ ହେଉଛି ଧଳା, ଏଇଟା ସରସ୍ୱତୀ। ଏଇଟା ହେଲା ସୂର୍ଯ୍ୟମୁଖୀ ଶଙ୍ଖ। ସୂର୍ଯ୍ୟଙ୍କର ଆକୃତିଟା ଯେମିତି ଆପଣ ସୂର୍ଯ୍ୟମୁଖୀ ଫୁଲ ଦେଖିବେ ଯେଉଁଭଳି ଆକୃତି, ଇଏ ଆପଣ ଆକୃତିରେ ସେଇ ପ୍ରକାର। ଏକୁ ମଧ୍ୟ ପୂଜାରେ ରଖାଯାଏ। ଇଏ ହେଲା ଆପଣଙ୍କର ବେଙ୍ଗୀ କଉଡ଼ି। ୟା ନାଁ ହେଲା ବେଙ୍ଗୀ କଉଡ଼ି, ବେଙ୍ଗ ଟାଇପ୍ର ଦେଖିବାକୁ।
ये ନାଁର ଆମେ ଦେଇନୁ। ୟା ନାଁ ବୈଜ୍ଞାନିକ ମାନେ ପ୍ରାଣୀରେ ବାହାର କରିଛନ୍ତି। ଆଜ୍ଞା ଆଜ୍ଞା ମାନେ ଯୋଉଠୁ ଉତ୍ପତ୍ତି ହେଇଛି ତାକୁ ନେଇକି ତାକୁ ନେଇକିରି ଉତ୍ପତ୍ତି କରାଯାଏ। ଏରାକୁ ବେଙ୍ଗ ଟାଇପ୍ର ଦେଖାଯାଏ, କିନ୍ତୁ ୟା ଯେଉଁ ମାଂସ ଥାଏ ଯେତେବେଳେ ଚାଲିବା ଆରମ୍ଭ କରେ ବେଙ୍ଗ ଟାଇପ୍ରେ ଡେଇଁ ଚାଲେ। ଆଜ୍ଞା ତାକୁ ବୈଜ୍ଞାନିକ ମାନେ ପ୍ରାଣୀ ଦେଇଛନ୍ତି ଯେ ବେଙ୍ଗୀ କଉଡ଼ି। ଆଜ୍ଞା ଇଏ ଗୋଟେ କଉଡ଼ି ଦେଖନ୍ତୁ ଆପଣଙ୍କର, ଏଇଟା ପୂଜାରେ ବି ଲାଗେ ଆପଣଙ୍କର। ଇଏ ହେଉଛି ଆପଣଙ୍କର ସାଧା କଉଡ଼ି। ଆଜ୍ଞା ନର୍ମାଲ କଉଡ଼ିଆର ମାନେ ବହୁତ ପରିମାଣରେ ଏଠି ମିଳେ। ଆପଣ ମନ ଭିତରେ ଭୋକି ମାରୁଥିବ ଯେ ଚିନ୍ତାଧାରା ଥିବ ପୁରୀରେ ସମୁଦ୍ରରେ ଇଏର ବୋଧେ କଲେକ୍ସନ୍ କରାଯାଉ, କିନ୍ତୁ ସମ୍ଭବପର ନୁହଁ। ଆଜ୍ଞା ପୁରୀ ସମୁଦ୍ରରେ କେବଳ ମାଛ ବ୍ୟତୀତ ଆଉ କିଛି ପାଇବେନି, ଆଉ ଗୁଣ୍ଡ ଶାମୁକା। ଆଜ୍ଞା ଏରା ଆଣ୍ଡାମାନ ନିକୋବରରେ ବହୁ ପରିମାଣରେ ମିଳେ, କାହିଁକିନା ପୁରୀ ସମୁଦ୍ରରେ ଏରାକୁ ବଞ୍ଚି ପାରିବେନି, ମରିଯିବେ। ଏଠି କେବଳ ମାଛ ହିଁ ମିଳିବ, ସେ ଛୋଟ ଛୋଟ ଶାମୁକାର ଗୁଣ୍ଡ ଗୁଣ୍ଡ ଶାମୁକା ବାଲିରେ ଖୋଜିବେ ପାଇଯିବେ। ଏରା ଆଣ୍ଡାମାନ ନିକୋବର ବହୁତ କଲେକ୍ସନ୍ କରାଯାଏ। ଆଉ ତାର ଅନ୍ୟାନ୍ୟ ଜାଗା ଡିପୋ ସବୁ ଅଛି, ସମୁଦ୍ର ଏରିଆ ସବୁ ଅଛି, ଆମର ସେଠୁ ସବୁ ବହୁତ କଲେକ୍ସନ୍ କରାଯାଏ। ଇଏ ଗୋଟେ ହେଉଛି ଆପଣ ଦେଖନ୍ତୁ ଲକ୍ଷ୍ମୀଙ୍କ ଶଙ୍ଖ। ଆଜ୍ଞା ଦେଖନ୍ତୁ ଲକ୍ଷ୍ମୀ ଦେଖ, ଏଇଟା ବି ଆମର ଭାରତ କଲେକ୍ସନ୍ ନୁହଁ, ଓଡ଼ିଶାରେ ନୁହଁ କି ଭାରତ ନୁହଁ, ଏଇଟା ସେ ଆମେରିକା କଲେକ୍ସନ୍। ଆଜ୍ଞା এই ଜିନିଷଟି ଟୋଟାଲ୍ ଆମେ ଯେତେ ଚେଷ୍ଟା କରୁ, ଆମେ ରିସର୍ଚ୍ଚ କରୁଛୁ କାହିଁ ସେଠି ମିଳୁଛି ଏଠି କାହିଁ ନ ହେବ, ଚେଷ୍ଟା କଲା ପରେ ବି ସମ୍ଭବପର ହେଇପାରୁନି। ଏଇଭଳି ଯାହା ଜାଗାରେ ଯିଏ ଆଜ୍ଞା ଏଇଟା ତ ଲକ୍ଷ୍ମୀଙ୍କର କାମରେ କାର୍ଯ୍ୟରେ ଲାଗିଥାଏ ଯେତେବେଳେ ଲକ୍ଷ୍ମୀଙ୍କ ପୂଜାରେ ଲାଗେ। କିଛିଟା ଜିନିଷ ଅଛି ଲକ୍ଷ୍ମୀଙ୍କର ପ୍ରିୟ ଶଙ୍ଖ କହିବାକୁ ଗଲେ ଏଇଟା ଗୋଟେ ରହିବ। ଲକ୍ଷ୍ମୀଙ୍କର ପ୍ରିୟ ଶଙ୍ଖ କହିଲେ ଗୋଟେ ମୋତି ଶଙ୍ଖ, ଆପଣ ଏଇଟା ଗୋଟେ ରହିବ। ଏଙ୍କ ଆବାଜ ଗୁଡ଼ାକ ଅନ୍ୟ ଶଙ୍ଖ ସାଙ୍ଗରେ ମ୍ୟାଚ୍ କରେନି। ଆଜ୍ଞା ନର୍ମାଲ ଆବାଜ, ଏଙ୍କ ଆବାଜ ଗୁଡ଼ା ବହୁତ କମନ୍। ଏଇ ସବୁ ଶଙ୍ଖ ଆପଣ ଫୁଙ୍କିବେ ପଞ୍ଚମୁଖୀ ଶଙ୍ଖ, ମୁଁ ଆପଣ ଆବାଜ ଦେଖେଇ ଦେଉଛି, ଅତି ସୁନ୍ଦର ଆବାଜ ଆସେନି, କିନ୍ତୁ ଏ ଆବାଜ ଗୁଡ଼ାକ ତାର ଗୋଟେ ଆବାଜ, ଗୋଟେ ନିରୋଲ ଆବାଜ ଭଳିଆ ଗୋଟେ ଏ ଆବାଜଟା କେତେ ଅଲଗା ଟାଇପ୍ର ଆବାଜ, ତା ସାଙ୍ଗେ କାହା ସାଙ୍ଗରେ ମ୍ୟାଚ୍ କରିବନି। ଆଉ ସାଧାରଣତଃ ପଞ୍ଚମୁଖୀ ଶଙ୍ଖର ରେଟ୍ର ଜେନୁଇନ୍ ରହେ 50 ଟଙ୍କା ଆରମ୍ଭ କରିକିରି 200 ପର୍ଯ୍ୟନ୍ତ ଅଛି। କିନ୍ତୁ ଇଏ ଗୋଟେ ଶଙ୍ଖ ଆପଣଙ୍କର 940 ଟଙ୍କା, ୟାର ବଡ଼ ଟିକେ 1300 କେତେ ଟଙ୍କା, ଏଇଟା ଟିକେ କଷ୍ଟ ଟିକେ ଅଧିକା ପଡ଼େ। କେତେରୁ କେତେ କଷ୍ଟ ଭିତରେ ଆମର ଏଠି ଶଙ୍ଖ ଆମର ରହୁଛି? ତ ଦେଖିବାକୁ ଗଲେ ମୋ ପାଖରେ ଅତି ଆଭରେଜ 2,000-3,000 ପର୍ଯ୍ୟନ୍ତ କଷ୍ଟର ଶଙ୍ଖ ବି ଅଛି। ଏ ଶଙ୍ଖର ନାଁ ହେଲା ଗଦା ଶଙ୍ଖ। ଆଜ୍ଞା ୟାର ଗଦା ଦେଖିଦେବେ, ଆଉ ହନୁମାନ ଗଦା ଯେମିତି ଥାଏ ଗଦାର ଆକୃତି। ସେଥିପାଇଁ ନାଁ ଦିଆଯାଇଛି ଗଦା। ନାଁ ଦେବାର ଆମର ଅଧିକାର ନାହିଁ, ନାଁ ବୈଜ୍ଞାନିକ ମାନେ ତାର ଇଏ ଦେଇଛନ୍ତି। ଏ ସବୁ ଆପଣ ଦେଖିବେ ସବୁର ନେଚୁରାଲ। ସବୁବେଳେ ଆପଣ ଲାଇଟ୍ ପାସ୍ ଦେଖୁଛନ୍ତି, ଲାଇଟ୍ ପାସ୍ କରି ଜିଓର ସବୁ ନେଚୁରାଲ। କିନ୍ତୁ ଏ ଜିନିଷଟା ବହୁତ କମ୍ ମିଳେ। ୟା କଷ୍ଟ ହେଉଛି ଆପଣଙ୍କର 5,650 ଟଙ୍କା। ଏ ଜିନିଷଟା ଏକୁ ଲୋକ ନେଇକିରି ଶୋ ପିସ୍ କରି ରଖନ୍ତି, ଆକ୍ରମ ଭିତରେ ମଧ୍ୟ ରଖନ୍ତି। ୟା ନାଁ ହେଲା ଗଣେଶ ଶଣ୍ଢ। ଗଣେଶର ଶୁଣ୍ଡଟି ଯେମିତି ଆକୃତି ସେମିତି ଥଣ୍ଡ ଭଳିଆ ହେଇଛି, ଯୋଡ଼ି ଆଖି ତାଙ୍କର। ୟାର ଆପଣଙ୍କର ବେନିଫିଟ୍ ହେଉଛି ଆପଣ ପିଲାଙ୍କର ପାଠ ପଢ଼ାରେ ଲାଗିବ। ପିଲାଙ୍କର ପାଠ ପଢ଼ା ଯଦି କମଜୋର ମଙ୍ଗଳ ପଢ଼ ଏହାକୁ ଆପଣ ପିଲାଙ୍କ ଟେବୁଲ୍ ଉପରେ ପଢ଼ା ଟେବୁଲ୍ ଉପରେ ରଖିବେ, ବହୁତ ବେନିଫିଟ୍। ଇଏ ଗୋଟେ ଶଙ୍ଖ ହେଉଛି ଆପଣ ଶନି ଶଙ୍ଖ। ଶନି ଶଙ୍ଖ ଆପଣ ଦିନ ପିଲା ଯାହାର ଶନି ଦଶାଟା ପଡ଼ୁଥିବ, ସିଏ ଆପଣ ଶନି ମନ୍ଦିରରେ ଗ୍ରାମ କରିଦେବେ, ଇଷ୍ଟପଣ୍ଡ ନା ହେଇଯାଏ। ଏଇଟା ମୁଁ କହୁନି, ଏଇଟା ବୈଜ୍ଞାନିକ ସାର ଅଛି, ତାର ୟୁଟ୍ୟୁବ୍ ସର୍ଚ୍ଚ କଲେ ବି ଆର ବେନିଫିଟ୍ ଜାଣିପାରିବ କ'ଣ ଅସୁବିଧା ସେଟା। ଆଉ ତ ବହୁତ ପ୍ରକାର ଅଛି, କିନ୍ତୁ କଲେକ୍ସନ୍ କରିବା ପାଇଁ ମୋ ଚିନ୍ତାଧାରା ଭିତରେ ଅଛି। 700 ପ୍ରକାର କଲେକ୍ସନ୍ କରିବା ଚିନ୍ତାଧାରା ଭିତରେ ଅଛି। ଦେଖାଯାଉ, ଚେଷ୍ଟା କରୁଛି ହେଇଗଲା ଭଳିଆ ଆଶା ମଧ୍ୟ। ଏବେ ଆଜ୍ଞା କେତେ କଲେକ୍ସନ୍ ହେଲାଣି? ବର୍ତ୍ତମାନ ମୁଁ 350 ପାଖାପାଖି କଲେକ୍ସନ୍ କରିସାରିଲିଣି। ପୁରୁଷୋତ୍ତମ ପ୍ରକାଶଙ୍କ ରିପୋର୍ଟ, ଲୋକାଲ୍ 18।